ଖ୍ରୀଷ୍ଟପୂର୍ବ ଶତାବ୍ଦୀରେ ପାଣିନି ଅଷ୍ଟାଧ୍ୟାୟୀ ବ୍ୟାକରଣ ଲେଖିଛନ୍ତି, ସଂସ୍କୃତ ଭାଷାର ବିଶ୍ୱବିଖ୍ୟାତ ବ୍ୟାକରଣ। ଶୀତରେ ସେ ସୂତ୍ରରେ ପକେଇ ପକେଇ 18ଟା ସୂତ୍ର, ଶିବଙ୍କର 18ଟା ଡମ୍ବରୁ, ତାକୁ ଆଧାରିତ କରି ସମଗ୍ର ସଂସ୍କୃତ ଭାଷାଟାକୁ 18ଟି ପ୍ରକରଣରେ ସେ ବିଭକ୍ତ କଲେ ଏବଂ ପ୍ରତି ପ୍ରକରଣରେ ଉପପ୍ରକରଣ, ସବ୍ ରୁଲ୍। ଦେଖିଲେ କେତେକ ସ୍ଥାନରେ ସେ ଯେଉଁ ନିୟମଟା ତିଆରି ହେଲେ ପଡ଼ୁନି, ତା ଭିତରେ ଆସୁନି। ତେଣୁ ସେ ତା ଭିତରେ ଆଉ ଗୋଟେ ସୂତ୍ର ଯୋଡ଼ିଲେ, ନିପାତନ ସିଦ୍ଧ। ଅର୍ଥାତ୍ ଏ ବ୍ୟତିକ୍ରମଟା କେମିତି ହେଇଛି ନା ନିପାତନ ସିଦ୍ଧ ବଳରେ ହେଇଛି। ତା ପାଖରେ ପ୍ରିନ୍ସିପଲ ଲାଗୁ ନୁହଁ, ସିଏ ଅଟୋମେଟିକ ହେଇଯାଇଛି। ସେମିତି ମୁଁ ଯେଉଁ ବ୍ୟବହାର ବିଧି ସମ୍ପର୍କରେ ଯେଉଁ ସୂତ୍ରଟା କହିଲି, ଆପଣମାନଙ୍କ ଭିତରୁ ହୁଏତ କେହି ମୋତେ ପ୍ରଶ୍ନ ପଚାରିବାର ସୁଯୋଗ ଆସିନି, ପଚାରିବାର ସମ୍ଭାବନା ଅଛି। ଆଚ୍ଛା, ଚଷା ଶବ୍ଦରେ ଚରେ ତ ଅଛି, ତାହେଲେ ଦନ୍ତେଶ ଲେଖିଲେ କ'ଣ ଠିକ? ଚଷା, ଚାଷ, ସେଠି ମୂର୍ଧନ ହେଲା କେମିତି? ତେଣୁ ସହଜରେ ଠକିବାକୁ ହେଲେ ମୁଁ କହିଦେବି ନିପାତନ ସିଦ୍ଧ। ନା, ଆମର ଏ ଦିଟା ଏକ ତତ୍ସମ ଭାଷାରୁ ଆସିଛି, ସଂସ୍କୃତରୁ। ତାର ଧାତୁଟା ହଉଛି ଚସ୍ ଧାତୁ, ମୂର୍ଧନେଶରେ ହଳନ୍ତ। ଧାତୁରେ ପ୍ରତ୍ୟୟ ଲାଗିକିରି ପଦ ଗଠିତ ହୁଏ। ଧାତୁଟା ହଉଛି ପ୍ରି ମର୍ଫିମ୍ ଏବଂ ସେଥିରେ ଯେଉଁ ପ୍ରତ୍ୟୟ ଲାଗୁଛି ସେଟା ହଉଛି ବାଉଣ୍ଡ ମର୍ଫିମ୍। ଯୋଗ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଖ୍ୟାପକ ପଦଟିଏ ଗଠିତ ହଉଛି। ତେଣୁ ଚସ୍ରେ ଆ ଲାଗିଲେ ଚାଷ, ଚସ୍ରେ ଆ ଚଷା। ମୂଳ ଧାତୁଟା ଯେହେତୁ ଚସ୍, ମୂର୍ଧନେଶରେ ହଳନ୍ତ, ତେଣୁ ସେଠି ଆଉ ଏ ସତ୍ତ୍ୱ ବିଧି ନିୟମ ଲାଗୁ ହବ ନାହିଁ। ଏସବୁ ହଉଛି ବ୍ୟତିକ୍ରମ। ଆଉ ଗୋଟିଏ ବହୁ ପ୍ରଚଳିତ, ଏପରିକି ବଡ଼ ବଡ଼ିଆ ମାନେ ମଧ୍ୟ ଭୁଲ ଭାଲ କରୁଛନ୍ତି। ସେଇ ଦୀର୍ଘ ହେଇକି ନେଇ ଆମ ମନରେ ତ ଦ୍ୱନ୍ଦ୍ୱ। ଯୋଡ଼ିଏ ଶବ୍ଦ ମୁଁ କହିବି, ସମ୍ମାନିତ ଏବଂ ଆଉ ଗୋଟେ ହଉଛି ଆମର ବିଭିନ୍ନ ଅଧିବେଶନ ବା ଯେତେବେଳେ ବୈଠକ ଡକା ହଉଛି, ଆମେ କାର୍ଡ ଛାପୁଛୁ, ଅମୁକ ଉତ୍ସବକୁ ଅମୁକଙ୍କୁ ସମ୍ମାନିତ ଅତିଥି ଭାବେ ଆମେ ଆମନ୍ତ୍ରିତ କରିଛୁ। ସମ୍ମାନିତ। ଆଉ ଗୋଟେ ସେମିତି ଶବ୍ଦ ହଉଛି ସେଇ ସମ୍ମାନିତ, ସମ୍ମାନୀୟ। ତେଣୁ ସମରେ ଆନ୍ୟ ପ୍ରତ୍ୟୟ ଲାଗିଲେ ସମ୍ମାନୀୟ ହଉଛି, ଉପସର୍ଗ ହଉଛି ସମ୍। ଆନ୍ୟ ୟ ପୂର୍ବରୁ ଦୀର୍ଘ। କିନ୍ତୁ ଯେତେବେଳେ ଆମେ ସେଇ ପ୍ରଭାବରେ ଆମେ ଯେତେବେଳେ ସମ୍ମାନିତ ଅତିଥି ବୋଲି ଲେଖୁଛୁ, ଦୀର୍ଘ ହେଇଯାଉଛି ଅଟୋମେଟିକ। କିନ୍ତୁ ସମ୍ମାନିତ ଶବ୍ଦରେ କ'ଣ ହଉଛି? ସମ୍ମାନ ଶବ୍ଦ, ମି ଧାତୁ ନୁହଁ, ସମ୍ମାନଟା ହଉଛି ଗୋଟେ ଶବ୍ଦ, ସେଥିରେ ଇତ ପ୍ରତ୍ୟୟ ଲାଗିଛି। ଇତ ପ୍ରତ୍ୟୟ ହର୍ଷଇ, ତେଣୁ ସମ୍ମାନିତ ହେଲେ ନରେ ହର୍ଷଇ ହବ, ଦୀର୍ଘ ଇ। ମଧ୍ୟାହ୍ନ, ଅପରାହ୍ନ, ପୂର୍ବାହ୍ନ, ଏ ତିନିଟାକ ଶବ୍ଦ ଆମର ଦରକାର ହଉଛି କାର୍ଯ୍ୟାଳୟ ସ୍ତରରେ। ଅପରାହ୍ନ ଏତିକି ଘଣ୍ଟିକା ସମୟରେ ଆମର ସଭା କକ୍ଷରେ ଗୋଟେ ଆଲୋଚନା ଚକ୍ର ଅନୁଷ୍ଠିତ ହବ। ପୂର୍ବାହ୍ନ, ମଧ୍ୟାହ୍ନ, ଅପରାହ୍ନ,
ଆକୁ ଆମେ ଲେଖିଲା ବେଳେ ଭୁଲ କରୁଛୁ। ତା ପାଇଁ ଗୋଟେ ସୂତ୍ର ଅଛି, ରୁ ସ୍ୱରବର୍ଣ୍ଣ, ରୁ ର ଆଉ ମୂର୍ଧନ୍ୟ ସ ପରବର୍ତ୍ତୀ ନଟା ନ ହବ। ସ୍ୱରରୁ ର ମୂର୍ଧନ୍ୟ ସ, ତାର ପରବର୍ତ୍ତୀ ଆମେ ବିସର୍ଣ୍ଣ ବୋଲି ଉଚ୍ଚାରଣ କରୁଛୁ, ଲେଖୁଛୁ କେମିତି? ଣ ତଳେ ଣ, କାରଣ ବିସର୍ଣ୍ଣର ନ ପୂର୍ବରୁ ପୁରା ସ ରହୁଛି ମୂର୍ଧନ୍ୟ ସ। ତାହେଲେ ଣତ୍ୱ ବିଧାନ ନିୟମ ଅନୁସାରେ ସେଟା ନରେ ପରିଣତ ହବ। ତେଣୁ ନ ତଳେ ଆମେ ଣ ଲେଖୁଛୁ, ଯେହେତୁ ରେଫ ଅଛି ତେଣୁକରି ଣ ଦ୍ୱିତ ହଉଛି। କିନ୍ତୁ ଏ ମଧ୍ୟାହ୍ନ, ପରାହ୍ନ, ଉପରାହ୍ନ, ଅପରାହ୍ନ ଏଗୁଡାକରେ କଣ ହଉଛି ଆପଣ ସେଇ ନିୟମ ଦେଖିବେ। ମଧ୍ୟାହ୍ନ ରୁ ନାହିଁ, ର ନାହିଁ, ସ ନାହିଁ, ତେଣୁ ହ ତଳେ ନ, ଠିକ ନ ରହିବ। କିନ୍ତୁ ପୂର୍ବାହ୍ନ, ପୂର୍ବ ବରେ ରେଫ ଅଛି ର। ଆମର ର ଦିଟା ଫଳ ରୂପ ନାହିଁ, ବିକଳ୍ପ ରୂପ। ଆଦ୍ୟରେ ରହିଲେ ଅର୍ବ, ଆଗ ଯଦି ର ଉଚ୍ଚାରିତ ହବ ସେଟା ରେଫ ହବ। କିନ୍ତୁ ବ୍ରଣ ଅନାଦ୍ୟରେ ଉଚ୍ଚାରିତ ହଉଛି, ଆଗ ବ ତାପରେ ର, ତାହେଲେ ସେଟା ତଳେ ର ଫଳ ହଉଛି। ଯେମିତି ତମର ତ ଉତ୍କଳ, ଆଗ ଯଦି ତ ଉଚ୍ଚାରିତ ହଉଛି ତାହେଲେ କରେ ଉତ୍କଳ, ଉତ୍ପଳ ପ ତଳେ ଦୁଇ। ଓଡ଼ିଆ ଭାଷାରେ ଏଇଗୁଡାକ ତ ସବୁ ଆମକୁ ଅସୁବିଧାରେ ପକାଉଛି ଆଉ କଣ। ତେଣୁ ବର୍ତ୍ତମାନ ଦେଖିବା, ଏଇ ଯୋଉ ପୂର୍ବାହ୍ନ ର ଅଛି, ତେଣୁ କଣ ହବ? ହ ତଳେ ନ ହବ, ମଧ୍ୟାହ୍ନ ଭଳି ହ ତଳେ ନ ରହିବନି। ଆମେ ଛୋଟ ଆକୃତିର, ଯେମିତି ଥଣ୍ଟ, ଣ ତଳେ ନଟା ବଡ, ତା ତଳେ ଗୋଟେ କ୍ଷୁଦ୍ରାକୃତିର ଟ। କଣ୍ଠ, ଣ ତଳେ ଠ, ସେମିତି ହ ତଳେ ନ ରହିବ। ପୂର୍ବାହ୍ନ, ଅପରାହ୍ନ ର ପରେ ନ ଆଉଛି, ତେଣୁ ସେଟା ନରେ ପରିଣତ ହବ। ପୂର୍ବାହ୍ନ, ଅପରାହ୍ନ, ଉତ୍ତରାହ୍ନ ଣ ହେଇଯିବ, ମଧ୍ୟାହ୍ନ ହ ତଳେ ନ ରହିବ। ତେଣୁ ଏଇଟା ଭୁଲ ହବାର ନାହିଁ। ଥରେ କାରଣ ଜାଣିଗଲେ ଆଉ ଲେଖିଲା ବେଳେ ଚଟକିନି ହାତ ପଳେଇବ। କାରଣ ରହିଲା ପରା, ଆମେ ପୁରା କାରଣଟା ଜାଣିଛୁ, କାରଣଟା ନ ଜାଣିଲା ତକ ଝୁଣ୍ଟିଲେ କଣ ହବ, କଣ ହବ, କଣ ହବ। ଆଉ ଗୋଟେ କମନ ମିଷ୍ଟେକ୍ସ ସମସ୍ତଙ୍କର, ବଡ ବଡ ଯୋଉମାନେ ଲେଖକ ତାଙ୍କର ବି ହଉଛି, ଇଲେ ଜଗତୀକରଣ ଯୁଗ, ସବୁଆଡେ ଖାଲି ଜଗତୀକରଣ ଉପରେ ଚର୍ଚ୍ଚା, ସମିତି ଲେଖା ପତ୍ର ପତ୍ରିକାରେ। କାରଣ ଗ୍ଲୋବାଲାଇଜେସନ ପରା, ତାର ଅନୁବାଦ କରାହେଇଛି ଜଗତୀକରଣ। ଏ ଲେଖିଲା ବେଳେ ତ ଆମକୁ ସମସ୍ୟାରେ ପକଉଛି ଆଉ। କିଏ ଲେଖୁଛି ତରେ ଦୀର୍ଘେଇ, କିଏ ଲେଖୁଛି ତରେ ଅରସେଇ, ଯୁକ୍ତି ତର୍କ ଚାଲିଛି ପାଲା। କଣ ହବ, କଣ କାହିଁକି କେହି କହୁନାହାନ୍ତି ନା ସେଟା ତ ଦୀର୍ଘାୟୀ ହବ ଲେଖୁଛନ୍ତି। ଆଉ କେତେକ କହୁଛନ୍ତି କଣ ନା ଏପରିକି ଗୋଟେ ଏବେ ଅଭିଧାନଟା ବାହାରିଛି, ଜଗତୀକରଣ ତରେ ଅରଚେଇ ଲେଖି ଦେଇଛନ୍ତି, ସିଏ ଦୀର୍ଘାୟୀ କି ମାନିଲେ ନାହିଁ। ଶବ୍ଦ ସିନ୍ଧୁ ବୋଲି ଗୋଟେ ଅଭିଧାନ ବାହାରିଛି, ନଟବର ଶତପଥୀ ତାକୁ ଦିଟା ଭଲ୍ୟୁମରେ ପ୍ରକାଶ କରିଛନ୍ତି। ସିଏ ହର୍ଷେଇ ଜଗତୀକରଣ। ମୁଁ ଆସିଛି ଆପଣ ମାନଙ୍କୁ ତ ପ୍ରଶିକ୍ଷଣ ଦେବାକୁ ଆସିନି, ବାର୍ତ୍ତାଳାପ ମାଧ୍ୟମରେ କିଛି ଆମେ ସଂସ୍କାରିତ କରିବା।
ବର୍ତ୍ତମାନ ସେ ସମ୍ପର୍କରେ ମୁଁ ଆଲୋଚନା କରୁଛି। ତଦ୍ଧିତ ପ୍ରକରଣରେ କୃଦନ୍ତ ତଦ୍ଧିତ ଆପଣମାନେ ତ ପିଲାଦିନରୁ ମାଟ୍ରିକରୁ ପଢି ପଢି ଆସିଛନ୍ତି। ଧାତୁରେ ପ୍ରତ୍ୟୟ ଲାଗିଲେ କୃଦନ୍ତ, ଶବ୍ଦରେ ପ୍ରତ୍ୟୟ ଲାଗିଲେ ତଦ୍ଧିତ। କାହିଁକି ମୁଁ ଆଉ ସେ ବ୍ୟାକରଣ ଚର୍ଚ୍ଚା କରୁନି, ମୁଁ ଆସିବି ଜଗତୀକରଣ ତରେ ହର୍ଷେଇ ନା ତରେ ଦୀର୍ଘେଇ। ଏ ତଦ୍ଧିତ ଶବ୍ଦ ଗୁଡାକ କେମିତି ଗଠିତ ନା ଶବ୍ଦରେ ପ୍ରତ୍ୟୟ ଲାଗୁଛି ବା ଆଉ ଗୋଟେ ଶବ୍ଦ ଲାଗୁଛି, ଲାଗିଲେ କଣ ହଉଛି ମୂଳ ଶବ୍ଦର ବଂଶ ବୃଦ୍ଧି ଘଟୁଛି, ଅଲଗା ଅର୍ଥରେ ଆମେ ଆଉ ଗୋଟେ ଶବ୍ଦ ପାଉଛୁ। ତେଣୁ ତତ୍ ହିତ ତଦ୍ଧିତ, ତତ୍ କହିଲେ ମୂଳ ଶବ୍ଦର ହିତ ସାଧନ କରୁଛି, ତେଣୁ ତାକୁ ତଦ୍ଧିତ ବୋଲି କୁହାଉଛି। ସେଇଠି ଗୋଟେ ସୂତ୍ର ଅଛି, ପାଣିନି କହିଛନ୍ତି ତାଙ୍କ ଅଷ୍ଟାଧ୍ୟାୟୀ। ସେ କହୁଛନ୍ତି ଯଦି କୌଣସି ଗୋଟିଏ ମୂଳ ଶବ୍ଦର ଅନ୍ତିମ ଧ୍ୱନି ଅ ହେଇଥିବ ଏବଂ ତାପରେ ଯଦି ଆଉ ଗୋଟିଏ ଶବ୍ଦ ବ୍ୟବହୃତ ହବ ଯାହାର ଧାତୁ କ୍ରୁରୁ ଗଠିତ ହେଇଥିବ, କ୍ରୁ ଆମର କ୍ରୁ ଧାତୁ ଓଡ଼ିଆରେ ନାହିଁ, ଆମର ଯୋଉଟା କରରେ ହଳନ୍ତ, ତାହେଲେ ଯେତେବେଳେ ଗୋଟିଏ ପଦରେ ସିଏ ପରିଣତ ହେବେ ମୂଳ ଶବ୍ଦର ଅନ୍ତିମ ସ୍ୱର ଯୋଉ ସେଟା ପ୍ରଥମେ ଦୀର୍ଘ ଇରେ ପରିଣତ ହେଲେ ଦ୍ୱିତୀୟ ଶବ୍ଦ ତା ସହିତ ମିଶିବ। ଏବଂ ପାଣିନି ତାକୁ ଚୁଇ ପ୍ରତ୍ୟୟ ବୋଲି କହୁଛନ୍ତି, ଚରେ ବଫଳା ସେଇକାର। ଆମର ଓଡ଼ିଆରେ ସେଟା ହଉଛି ଦୀର୍ଘ ଇ। ତାମାନେ ଆମେ ଆମ ଭାଷା ଦୃଷ୍ଟିରୁ ସୂତ୍ରଟିକୁ ବର୍ତ୍ତମାନ ରିକନଷ୍ଟ୍ରକ୍ଟ କରିବା। କଣ ସେ ସୂତ୍ର ନା ଦୁଇଟି ଶବ୍ଦର ମିଶ୍ରଣ ବେଳେ, ଯୋଗ ବେଳେ ଯଦି ମୂଳ ଶବ୍ଦଟିର ଅନ୍ତିମ ବର୍ଣ୍ଣ ଅ ହେଇଥିବ ଏବଂ ପର ଶବ୍ଦଟି ଯଦି କ୍ରୁ ଧାତୁରୁ ଆରମ୍ଭ ହେଇଥିବ ତାହେଲେ ଅ ଦୀର୍ଘ ଇରେ ପରିଣତ ହବ। ତାହେଲେ ଆପଣ ମାନେ କହନ୍ତୁ ଜଗତୀକରଣ ଶବ୍ଦରେ ତରେ କଣ ରହିବ? କାହିଁକି ନା ତରେ ଅଛି ବୋଲି। କିନ୍ତୁ ଜଗତ ଶବ୍ଦଟା କଣ ଆମ ଓଡ଼ିଆର? ଜଗତ ତରେ ହଳନ୍ତ, ବିଦ୍ୟୁତ ତରେ ହଳନ୍ତ, ପୃଥକ ତରେ ହଳନ୍ତ। ଏ ତିନିଟା ଶବ୍ଦ ସିଧା ସଂସ୍କୃତରୁ ଆମର ଓଡ଼ିଆକୁ ଆସିଛି। ସ୍ୱର ନାହିଁ। ଜଗତ ନାଥ ଆମେ ଜଗନ୍ନାଥ ବୋଲି କହୁଛୁ କି? ଜଗତ ଯୁକ୍ତ ନାଥ, ତଟା ନରେ ପରିଣତ ହେଇକିରି ହଳନ୍ତ ରହିଲା, ତା ଦେହରେ ସ୍ୱର ନାହିଁ। ଏବଂ ନାଥ ଶବ୍ଦର ନଟା ତା ସହିତ ମିଶିଲା, ଦ୍ୱିତୀୟ ନ ହେଲା ଆକାର। ଜଗତ ନାଥ ଜଗନ୍ନାଥ ବୋଲି ଆମେ କହୁଛୁ, ଜଗନ୍ନାଥ। ସେମିତି ଜଗତ ଶବ୍ଦ ରେ ଅସ୍ୱର ନାହିଁ, ଅନ୍ତିମ ଧ୍ୱନି ହଉଛି ତାର ବ୍ୟଞ୍ଜନାନ୍ତ ହଳନ୍ତ। ତାହେଲେ ତା ଦେହରେ ଯେତେବେଳେ କ୍ରୁ ଅନ କରଣ ମିଶିବ ତାହେଲେ କଣ ହବ? ହର୍ଷେଇ ହେଇପାରେ, ନହେଲେ ଜଗତକରଣ ହବ। ଦୀର୍ଘେଇ ହବାର ଚାନ୍ସ ନାହିଁ। ହବ କି? କୋଉଠି ସେ ନିୟମ ଆଲୋଚନା ହେଇନି, ମୁଁ ତାର ବିଚାର କରୁଛି। ସେମିତି ବିଦ୍ୟୁତୀକରଣ ବୋଲି ଆମର ହର୍ଷେଇ କି ଦୀର୍ଘଇ, ଆରେ ବିଦ୍ୟୁତ ଶବ୍ଦ ତ ତରେ ଅ ନାହିଁ ନା, ତରେ ହଳନ୍ତ। ଯେମିତି ପୃଥକ ଶବ୍ଦ କରେ ହଳନ୍ତ, ତାହେଲେ ତ ଅ ନାହିଁ, ଦୀର୍ଘଇ ଆସିବ କୋଉଠୁ? ଆମେ ଯଦି କହିବା ଜଗତ ଓଡ଼ିଆ ଉଚ୍ଚାରଣ ଅନୁସାରେ ପୃଥକ ବିଦ୍ୟୁତ, ତାହେଲେ ଦୀର୍ଘଇ ହେଇଯିବ। କିନ୍ତୁ ସେମିତି ସେ ଉଚ୍ଚାରିତ ହଉନି ନା, ଜଗତ ବିଦ୍ୟୁତ ପୃଥକ, ତାହେଲେ ଦୀର୍ଘଇ ହବନି। ହର୍ଷେଇ ବି ହବା କଥା ନୁହଁ। ହର୍ଷେଇ ଯଦି କରିବ, କଣ ସ୍ୱର ତ ନଥିଲା, ଦେଇ ହର୍ଷେଇ କରିଦିଅ।
କିନ୍ତୁ ଦୀର୍ଘ ଆଦୌ ହବାର ନାହିଁ, କାରଣ ଅସ୍ୱର ମୂଳରୁ ନାହିଁ। ତାହେଲେ ଅନ୍ୟ ଗୁଡ଼ିକ କେମିତି ହେଉଛି ବର୍ତ୍ତମାନ ଆମେ ସମୀକ୍ଷା କରିବା। ଖାଲି ତ କହିଦେଲେ ହବନି ନା। ଆପଣମାନେ କହିବେ ସାର୍ ଆସିଲେ ଗୋଟେ କ'ଣ କହିଦେଇ ଗଲେ। ତାର ଅନ୍ୟ ଏକ୍ଜାମ୍ପଲ ଆମେ ଓଡ଼ିଆରୁ ତ ଦେଖେଇବା। ବନୀକରଣ, ପୂର୍ବ କରଣ ଶବ୍ଦ ଯୋଗ ହେଉଛି। ଆମର ମୂଳ ଶବ୍ଦ ବନ ନୁହଁ, ବନ, ନରେ ଅଛି, ତାହେଲେ ବନୀକରଣ ଦୀର୍ଘେଇ। ସଂଯୋଗ, ଗରେ ଅଛି, ସଂଯୋଗୀକରଣ ଦୀର୍ଘେଇ। ବାଷ୍ପୀକରଣ, ବାଷ୍ପ, ଅଛି, ଦୀର୍ଘେଇ। କିନ୍ତୁ ସେ ତିନିଟାରେ ହବନି। ଜଗତ, ପୃଥକ, ବିଦ୍ୟୁତ, ଆଉ ସବୁଟାକରେ। କିନ୍ତୁ ଯୋଉଠି ଅସ୍ୱର ନଥିବ, ଅନ୍ୟ କ'ଣ ଥିବ ଖୋଜିଲେ ମିଳିବ। ମୁଁ ଖୋଜିନି। ଅଭିନ୍ନ ଯଦି ଅନ୍ୟ ସ୍ୱର ଥିବ ପୂର୍ବ ଶବ୍ଦର ଶେଷ ବର୍ଣ୍ଣ ଭାବେ, ତାହେଲେ ସେଠି ହର୍ଷେଇ ହବ। କାରଣ ଅ ତ ନାହିଁ ନା। କ୍ରୁ ଅନ ଯେତେବେଳେ ମିଶିବ ଆଉ ଦୀର୍ଘ କାହିଁକି ହବ? ହର୍ଷେଇ ହେଇଯିବ ସେଠି। ତେଣୁ ୟା ଉପରେ ବର୍ତ୍ତମାନ ବିବାଦ, ଗୁରୁତ୍ୱପୂର୍ଣ୍ଣ ବିବାଦ। ଏବଂ ଆପଣମାନେ ସେ ଶବ୍ଦ ଗୁଡାକ ଲେଖା ଲେଖିରେ ବ୍ୟବହାର କରୁଛନ୍ତି ବହୁଳ ଭାବେ। ଫାଇଲରେ ବି ଦରକାର ପଡୁଛି। ଏ ଶକ୍ତି ବିଭାଗରେ ଯୋଉମାନେ ଥିବେ, ଏ ବିଦ୍ୟୁତ ଶବ୍ଦ ବାରମ୍ବାର ବିଦ୍ୟୁତୀକରଣ ଅମୁକ ସମୁକ ଲେଖା ହବ ଫାଇଲ। ତେଣୁ ସେଠି ଆଉ ଦୀର୍ଘ ଆମର ତ ମନରେ ରହିଗଲା। ଆଉ ସୂତ୍ରଟା ହଉଛି ତ ଏ ଆଉ ମୂଳ ଶବ୍ଦର ଅନ୍ତିମ ବର୍ଣ୍ଣ ଯଦି ଅ, ତାହେଲେ କୁରୁବନ କରଣ ଶବ୍ଦ ଲାଗିଲେ ପ୍ରଥମେ ସେଟା ଦୀର୍ଘ ହବ। ନହେଲେ ଦୀର୍ଘ କାହିଁ ହବ? ହର୍ଷେଇ ଲେଖିଲେ କୌଣସି ମତେ ଚଳି ଯାଇପାରେ, ଏହା ହଉଛି କଥା। କିନ୍ତୁ ହର୍ଷେଇ ଲେଖିବାଟା ବି ଫଳନ୍ତ ରହିବ ଚିଠି। ବିଦ୍ୟୁତ କରଣ, ପୃଥକ କରଣ, ଜଗତ କରଣ। ଜଗତି ପ୍ରଶ୍ନ କୋଉଠୁ ଆସୁଛି ଯେ ଆମେ ହର୍ଷେଇ ଦୀର୍ଘେଇ କଣ୍ଟ୍ରୋଭର୍ସି ଭିତରେ ବସିବା? ଗୋଟେ ଶବ୍ଦ ହଉଛି ଅନୁସୂୟା ଶବ୍ଦ। ଅସୂୟା ଅନୁସୂୟା। କିନ୍ତୁ ଆମର ବହୁ ରାଇଟର ଲେଖି ଦଉଛନ୍ତି ପୌରାଣିକ ଗଳ୍ପ। ଆପଣମାନଙ୍କ ଭିତରୁ କିଏ ଗପ ଯଦି ଲେଖୁଥିବେ ପୌରାଣିକ ଗଳ୍ପ, ଅନସୂୟା ଚରିତ୍ର ଆସିବ, ଅନସୂୟା ବୋଲି ଲେଖୁଛନ୍ତି। ଅନସୂୟା, ନ ଅସୂୟା। ନଟା ତ ଅନ ହବ, ଆମର ଅନ ବା ଅଣ ହବ। ନ ହଳଦିଆ, ଅଣ ହଳଦିଆ। ନ ଅଣ୍ଟନ, ଅନଅଣ୍ଟନ। କୋଉଠି କ'ଣ ତାର ପରବର୍ତ୍ତୀ ବର୍ଣ୍ଣ ଅନୁସାରେ କୋଉଠି ନ ହଉଛି, କୋଉଠି ଅଣ ହଉଛି। ନ ଅସୂୟା, ଅସୂୟା। ନଟା ଅନ ହବ, ନରେ ଅ ମିଶିଗଲା, ତାହେଲେ କ'ଣ ହବ? ଅନସୂୟା ହବ ନା। ଆଉ ଅନୁସୂୟା କେମିତି ହବ? ହବନି। କିନ୍ତୁ ଅସୂୟାର ଅର୍ଥ ଆମକୁ ଆଜି ପର୍ଯ୍ୟନ୍ତ କେହି କହିନାହାନ୍ତି। କାହିଁକି, କେମିତି ଶବ୍ଦଟା ଏମିତି ସୃଷ୍ଟି ହେଇଛି, କିନ୍ତୁ ତାର ଅର୍ଥ କ'ଣ? ଗୋଟେ ପୌରାଣିକ ଚରିତ୍ର ଅନୁସୂୟା, ଅନସୂୟା। ଆମେ ତାକୁ ଅନୁସୂୟା ବୋଲି ଲେଖୁଛୁ, କହିଦଉଛୁ। କିନ୍ତୁ ନ ଅସୂୟା, ଅସୂୟା ଅର୍ଥ ଈର୍ଷା। କାହା ପ୍ରତି ତାଙ୍କର ଈର୍ଷା ଭାବ ନଥିଲା। ସତୀ ସାଧ୍ୱୀ ଶିରୋମଣି, ପତିବ୍ରତା ନାରୀ, ପୁରାଣ ବର୍ଣ୍ଣିତ, ରାମାୟଣ ବର୍ଣ୍ଣିତ। ତେଣୁ ଶବ୍ଦଟା ଏମିତି ହେଇଛି। ଆଉ ଗୋଟେ ଆପଣମାନଙ୍କର ବେଳେ ବେଳେ ପୁରୋହିତ, ପୁରୋହିତ ଶବ୍ଦ ଦରକାର ପଡୁଛି। ପୁରୋହିତ ଜ ପୌରହିତ୍ୟ ବୋଲି ଆମେ ଲେଖି ଦଉଛୁ। ପୁରୋହିତ
ଯୁକ୍ତ ଜ ପୌରହିତ୍ୟ। ପୌରହିତ୍ୟ ଶବ୍ଦଟା ଭୁଲ। ଏଇଟା କାହିଁକି ହଉଛି ନା ସାଦୃଶ୍ୟ ଯୋଗୁ। ଆମର ପୌର ନିର୍ବାଚନ ହବ, ପୌର ଶବ୍ଦଟା ଆମେ ବାରମ୍ବାର ବ୍ୟବହାର କରି ଆସିନୁ କି ଆଜି ପର୍ଯ୍ୟନ୍ତ। ଯେମିତି ଦୁହୁ ଗତି ଦୁର୍ଗତି, ଦୂର ଦରେ ଦୀର୍ଘ ଲେଖି ଦଉଛୁ କାରଣ ଦୂର ଶବ୍ଦର ପ୍ରଭାବରେ। ନା, ସେଠି ଉପସର୍ଗ ହଉଛି ଦରେ ହର୍ଷକାର ବିସର୍ଗ। ଦୁହୁ ଅବସ୍ଥା, ଦୂର ଅବସ୍ଥା, ଦରେ ହର୍ଷ। ଦୂର ଶବ୍ଦ ପ୍ରଭାବରେ ଆମେ ଦରେ ଦୀର୍ଘ କଲେ ବୁଲେଇ। ସେମିତି ପୁରୋହିତ ଜ ପୌରହିତ୍ୟ ନୁହଁ। ମୂଳ ଶବ୍ଦଟା କଣ? ଆମର ପୌର ପ୍ରଭାବରୁ ଆମେ ତାକୁ ପୌର ବୋଲି କହିଦଉଛୁ, ପୌରହିତ୍ୟ ବୋଲି। ମୂଳ ଶବ୍ଦ ହଉଛି ରରେ ଓକାର। ଶବ୍ଦଟା ହଉଛି ପୁରୋହିତ। ପୌର ଶବ୍ଦର ସାଦୃଶ୍ୟ ଯୋଗୁ ସେଟା ପୁର ହେଇଯାଇଛି ଏବଂ ଜ ଲାଗିଲେ ପୌର ହେଇଯାଉଛି ଆଉ ଧଡକିନି ଆମେ ପୌର କହିଦଉଛୁ। ନା, ମୂଳ ଶବ୍ଦ ରରେ ଓକାର। ତେଣୁ କଣ ହବ? ପୌରୋହିତ୍ୟ। ଏଗୁଡାକ ସବୁ କମନ, ମାନେ ଆମେ ସବୁ ଜାଣିଛୁ କିନ୍ତୁ କାରଣ ଜାଣିନୁ, ଆମେ ଝୁଣ୍ଟୁଛୁ ଆଉ କଣ। ଏଇ ତ କଥା ଆଉ କଣ। ଏବଂ ତାର ସମ୍ଭାବ୍ୟ କାରଣ ଗୁଡାକ ହଉଛି ଏଇଆ। ଆଉ ଗୋଟେ ହଉଛି ତମର ଯଦି କୌଣସି ଗୋଟେ ଶବ୍ଦର ଅନ୍ତିମ ଅକ୍ଷରରେ ଯଦି ର ଥିବ, ରେଫ ଥିବ, ବିଦୀର୍ଣ୍ଣ, ଶୀର୍ଣ୍ଣ, ବିକୀର୍ଣ୍ଣ, ତା ପୂର୍ବବର୍ତ୍ତୀ ସ୍ୱରଟା ଦୀର୍ଘ ହବ, ଦୀର୍ଘଇ। ବିଦୀର୍ଣ୍ଣ ଯୁକ୍ତ ବର୍ଣ୍ଣ ରେଫ ପରେ ଅଛି। ଶୀର୍ଣ୍ଣ, ତେଣୁ ସେଠି ହର୍ଷଇ ହବାର ନାହିଁ, ଦୀର୍ଘଇ। ଇଏ ଗୁଡେ ଶବ୍ଦ ପଡିଯିବ। ଆଉ ଗୋଟେ କମନ ଜିନିଷ ଆମର କାଳି, ଳରେ ଦୀର୍ଘଇକାର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ। କିନ୍ତୁ ଆମେ ଯେତେବେଳେ ସ୍ୱାର୍ଥରେ କ ଯୋଗ କରିବା, କାଳିକା, କୁମାରିକା, କନ୍ୟାକୁମାରୀ, କୁମାରିକା ଦେବୀ ନାହାନ୍ତି, କୁମାରୀ ଶବ୍ଦ ଦୀର୍ଘଇ। କିନ୍ତୁ ଯେତେବେଳେ କା ପ୍ରତ୍ୟୟ ଲାଗିବ ହର୍ଷଇ ହେଇଯିବ ତା ପୂର୍ବଟା। ଏବଂ ବିସର୍ଗ ପରେ ନିରୋଗ, ନିରବ। ବିସର୍ଗ ପରେ ଯଦି ର ଥିବ ତାହେଲେ ବିସର୍ଗତା ଆଉ ରରେ ପରିଣତ ହେଇପାରିବନି, ସେଟା ଲୋପ ପାଇଯିବ। କିନ୍ତୁ ତାର ପ୍ରତିବଦଳରେ ପୂର୍ବବର୍ତ୍ତୀ ସ୍ୱରଟା ଦୀର୍ଘ ହବ। ତାହେଲେ ନିରୋଗ, ନିରୋଗ, ନରେ ଦୀର୍ଘଇ। ଇଏ ହଉଛି ନିୟମ। ଗୋଟେ ସିରିଜ ଶବ୍ଦ ମିଳିଯିବ। ଅସ୍ତି ଅର୍ଥରେ ଦୀର୍ଘ ଇ ପ୍ରତ୍ୟୟ। ଅସ୍ତି ମାନେ ଅଛି, ଗୁଣ ଅଛି ଗୁଣୀ, ରୋଗ ଅଛି ରୋଗୀ, ଭୋଗ ଅଛି ଭୋଗୀ, ତ୍ୟାଗ ଅଛି ତ୍ୟାଗୀ, ସବୁ ଦୀର୍ଘଇ। ଅସ୍ତି ଅର୍ଥରେ ପରା ଦୀର୍ଘଇ। ସଂସ୍କୃତରେ ଅସ୍ତି, ଆମର ଓଡିଆରେ ଅଛି। ଯାହାର ରୋଗ ଅଛି ସେ ରୋଗୀ, ହର୍ଷଇ କେମିତି ହବ? ନିୟମ ତ କହୁଛି ଦୀର୍ଘ ହବ। ରୋଗୀ, ତ୍ୟାଗୀ, ଭୋଗୀ, ଶୋଷୀ, ଲୋଭୀ, ଦୁଃଖୀ, ସୁଖୀ, ସବୁ ଆସିଗଲା ସିରିଜ।